ଥରେ ବାପା ମା ବିଚାର କଲେ ଆମ ପୁଅକୁ ପାଠ ପଢ଼ାଇବା, ଗୋଟିଏ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇବା। ଭଲ ପାଠ ପଢ଼ିବ, ସରକାରୀ ସ୍କୁଲରେ ଆଉ ପାଠ ହେଉନାହିଁ। ଏଇଭଳି ବିଚାର କରିକି ବାପା ମା କ'ଣ କଲେ, ବେସରକାରୀ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ଗଲେ ଆଉ 10,000 ଟଙ୍କା ଦେଇକରି ନାମ ଲେଖାଇଲେ। ଏହାପରେ ପୁଅଟି ପ୍ରତିଦିନ ସ୍କୁଲକୁ ଗଲା। ଯେତେବେଳେ ସେ ବଡ଼ ହୋଇ ବସିଲା, ତାର ଠକାମି ଆରମ୍ଭ ହୋଇଗଲା। ସେ କ'ଣ କରେ, ଆଉ ପାଠ ପଢ଼ାରେ ଆଉ ତାର ମନ ଲାଗିଲା ନାହିଁ। ସବୁବେଳେ ଖେଳିବା ବୁଲିବାରେ ତାର ମନ ଲାଗିଲା। ଘରଠାରୁ ସ୍କୁଲ ହେଉଛି 5 କିଲୋମିଟର। ଏବେ ସେ ବଡ଼ ହୋଇଗଲାଣି, ସାଇକେଲରେ ଯାଉଛି। ପିଲାଟି ମାଆଙ୍କୁ କହୁଛି, ମା ଆଜି 100 ଟଙ୍କା ଦରକାର, ଆଜି ସ୍କୁଲରେ ଫି ମାଗିଛନ୍ତି, ସ୍କୁଲ ପଇସା ଦେବାକୁ ହେବ। ଏଭଳି ପ୍ରତିଦିନ ବାପାଠାରୁ ମାଆଠାରୁ ଅଲଗା ଅଲଗା ସେ ନେଉଛି। ସେ ବ୍ୟାଗ୍ ଭିତରେ ତାର ଖେଳିବା ସାମଗ୍ରୀ ମଧ୍ୟ, ଖେଳ ସାମଗ୍ରୀ ରଖିଛି। ମଝିରେ ମଝିରେ ସେ ଆଉ କ'ଣ କରୁଛି, ଆଉ ସ୍କୁଲ କଲା ନାହିଁ, ଘରୁ ବାହାରୁଛି, ତାର ୟୁନିଫର୍ମ ପିନ୍ଧିକି ସ୍କୁଲ ଯାଉଛି। କିନ୍ତୁ ସ୍କୁଲ ଗଲାବେଳେ କ'ଣ ହେଇଛି, ସାଙ୍ଗସାଥିମାନଙ୍କ ସହିତ ସେ ଖେଳରେ ମାତୁଛି। ଆଜି ଏଇ ଗାଁ, କାଲି ସେଇ ଗାଁ, ଏଇଭଳି ଭାବରେ ସେ କ'ଣ କରୁଛି, ଖେଳି ଖେଳି ବୁଲୁଛି। ସକାଳୁ ଯିବ ଏବଂ ଖେଳ ଖେଳିବ କୌଣସି ଗାଁରେ ସାଙ୍ଗ ପିଲାମାନଙ୍କ ସହିତ। ଆଉ ଠିକ୍ 4ଟା ହେଲେ ତା ଖେଳ ସରିବ, ଘରକୁ ଆସିବ। ଯାହାଦ୍ୱାରା ତା ଖାତା ଫାଙ୍କା ପଡ଼ୁଛି, ଘର କାମ ନାହିଁ, ଶ୍ରେଣୀ କାମ ନାହିଁ। କିନ୍ତୁ ବାପା ମା' ଏକଥା ଜାଣନ୍ତି ନାହିଁ। ପିଲାଟି ବାପା ମା'ଙ୍କୁ ବୋକା ତିଆରି କରୁଛି, ବୋକା ବନଉଛି। ବାପା ମା' ତ ସରଳ। ଯେତେବେଳେ ମାସିକ ପରୀକ୍ଷା ହେଉଛି, ଯେଉଁ ପ୍ରୋଗ୍ରେସ୍ ରିପୋର୍ଟ ଦିଆଯାଉଛି, ପିଲାଟି କ'ଣ କରୁଛି, ବାପା ମା'ଙ୍କୁ ଆଉ ଦେଖାଉନାହିଁ, ନିଜେ ଗାର୍ଡ଼ିଆନ୍ ହେଉଛି। ଆଉ ସିଗ୍ନେଚର୍ କରିକି ସ୍କୁଲରେ ନେଇକି ଦେଉଛି। ଯେତେବେଳେ ଗାର୍ଡ଼ିଆନ୍ ମିଟିଂ ହେଉଛି, ପିଲାଟି ଆଉ ବାପା ମା'ଙ୍କୁ କହୁନାହିଁ। ଯାହାଫଳରେ ବାପା ମା' ଜାଣିପାରୁନାହାନ୍ତି। ବାପା ମା'ଙ୍କର ସେହି ପରିମାଣରେ ପାଠରେ ମଧ୍ୟ ଶକ୍ତ ନାହିଁ, ପାଠ ତାଙ୍କର ଷ୍ଟ୍ରଙ୍ଗ ନାହିଁ, ଗାଉଁଲିଆ ଲୋକ। ତେଣୁକରି ପିଲାଟି କ'ଣ କରୁଛି, ସ୍କୁଲର ମେସେଜ୍ ସବୁ ଡିଲିଟ୍ କରିଦେଉଛି। ଯେତେବେଳେ ସ୍କୁଲରେ ଖେଳ ହେଉଛି, ପିଲା ତ ଖେଳି ଖେଳି ଅଭ୍ୟାସ ଅଛି। ତେଣୁକରି କ'ଣ ହେଉଛି, ଖେଳରେ ଫାର୍ଷ୍ଟ ପ୍ରାଇଜ୍ ଧରି ଧରି ଆସୁଛି। ବାପା ମା' ବହୁତ ଖୁସି, ଯାହା ହଉ ଆମ ପୁଅ ଫାର୍ଷ୍ଟ ପ୍ରାଇଜ୍ ପାଇଛି। ଦୌଡ଼ରେ ପାଇଲା, ହାଇ ଜମ୍ପ, ଲଙ୍ଗ ଜମ୍ପ ସବୁଥିରେ ପାଇଲା। ଏହିଭଳି ଭାବରେ ଯେତେବେଳେ ଦିନ ଗଡ଼ି ଗଡ଼ି ଚାଲିଲା, ମ୍ୟାଟ୍ରିକ୍ ପରୀକ୍ଷା ଆସିଗଲା। ମ୍ୟାଟ୍ରିକ୍ ପରୀକ୍ଷା ଯେତେବେଳେ ଆସିଗଲା, ସେହି ସମୟରେ ସ୍କୁଲରେ ଗୋଟିଏ ମିଟିଂ ଡକାଗଲା। ପିଲାମାନେ କ'ଣ କଲେ ଭଲ ପାଠ ପଢ଼ିବେ, ଭଲ ରେଜଲ୍ଟ ରହିବ। ସାର୍ମାନେ କ'ଣ କଲେ,
से गार्डियन घर को निजे निजे गले आ कहले आसंता काली स्कूल रे गोटे मीटिंग अच्छी समस्त गार्डियन मान पहुँचे यापर कौन है से ठक पिलार बापा माँ पहुँचे विभिन्न कथा आलोचना है जिते आलोचना है से समय प्रधान शिक्षक से निर्दिष्ट गार्डियन को डाकिकी कहले ये देखंतु आपणकर पुओ स्कूल को आसुना एवं फीज मध्य गोटे वर्षर देना बस फीज रहीगला स्कूल फीज रहीगला किसी नहले 30,000 रहीगला केबे से पाठ पढ़ी आसुना बार काल रे दिने आसुची 10 दिन रे दिने घर काम करूना स्कूल तो आसुना क्लास वर्क करिबो केमिति आप देखा कथा आम प्रति मासरे प्रोग्रेस रिपोर्ट पठाऊँ आप सिग्नेचर करुँच सब्जेक्ट टीचर क्लास टीचर मान सहित जोगाजोग करने कथा यापर बापा माँ कहले सार आम तो विषय जानिनु आम तो कौन सी कागज पत्र रे दस्तखत देनु प्रधान शिक्षक देखले ये देखंतु ये जो अच्छी प्रोग्रेस रिपोर्ट ये तो आप दस्तखत कर नहीं आज्ञा आम तो दस्तखत करना आमको देखे ना उपस्थान मत देखईदे देख तुम पुअर उपस्थान स्कूल को से प्रतिदिन आसुना घर काम करना से तार पाठरे बहुत दुर्बल अच्छी ए कौन कर मैट्रिक तो फर्म फिलअप कर तथापि आउ अच्छी 4 मास खंडे ए भीतर टिके परिश्रम करू आओ पछ कथा को भावी करी किछि लाभ नाही गड़ीगला नईर पानी आउ फेरब ना यापर बापा माँ कौन करेंगे तू पुओ को जो स्कूल फीजटा पठाऊले स्कूल रे देबू पुओटा कौन करता से पैसा को खर्च कर दौला यापर बापा माँ फेरी आसिले घर को घरे किछि बस्ता धान थिला धान बिकिले कंसा बासन किछि थिला बिकिले आउ स्कूल रो फीजटा भरीदेले निजको निजे दोष देले आमे पुओटा वर्ष सारा ठकिला आमे तार किछि विचार करू नाही आमको ठकी ठकी नौछि ले कौन करिबा गोटे बोली पुओ ताकू गाली देले काले से किछि काम करि बसिबो बापा माता बड़ होशियार हो गले सजाग हो गले आ पुओ कहले बाबू रे आमर एकमात्र पुओ तू जहाँ हेबार तो हो गला एबे ठारू तू भल भाव पढ़ी बस ताकू भल भाव दी समय ट्यूशन मध्य देले आ घरे बापा माँ कौन कले ता पाखे जगी रहिले पुओ पढ़ुथिबो माँ बसिथिबो माँ आ शैले ना पुओ पढ़ुथिबो बापा जगिथिबो काले पुओटा शोई पड़िबो एई भली भाव परिश्रम कला परिश्रम करी करी परीक्षा समय आसीगला जितने परीक्षा समय आसीगला परीक्षा देछि
ପାଠଟା କଲା କିନ୍ତୁ କଠିନ ପରିଶ୍ରମ କଲା 4 ମାସ ବୋଲିକରି ସେ ସେକେଣ୍ଡ କ୍ଲାସ୍ ପାଇଲା। କିନ୍ତୁ ବାପା ମାଆଙ୍କର ଯେଉଁ ଇଚ୍ଛା ଥିଲା ସେହି ଇଚ୍ଛା ଆଉ ପୂର୍ଣ୍ଣ ହୋଇପାରିଲା ନାହିଁ। ସେକେଣ୍ଡ କ୍ଲାସ୍ ପାଇଲା, କଲେଜରେ ନାମ ଲେଖାଇଲା। ବାପା ମା ସବୁବେଳେ ତାପରେ ସେଇଦିନ ଠାରୁ ତା ପଛେ ପଛେ ଲାଗିଲେ। ଆଉ ପୁଅଟିଏ ବଡ଼ ହେଲା ପରେ ଗୋଟେ ଛୋଟିଆ କିରାଣୀ ଚାକିରିଟିଏ ପାଇଲା, କ୍ଲାର୍କ। ଆଉ ବାପା ମାଆଙ୍କୁ ପୋଷିଲା। ଏଥିରୁ ଜାଣିଲୁ ଯେ ଠକିବା ଦ୍ୱାରା ନିଜର କ୍ଷତି ହୁଏ। ମାତ୍ର 4 ମାସ କଠିନ ପରିଶ୍ରମ କରିବା ଦ୍ୱାରା ସେକେଣ୍ଡ କ୍ଲାସ୍ଟେ ପାଇଲା। ପୁଅର ମୁଣ୍ଡରେ କିଛି ଥିଲା, ବୁଦ୍ଧିଟା ଥିଲା, କିନ୍ତୁ ତା'ର ହିତାହିତ ଜ୍ଞାନ ଭବିଷ୍ୟତଟା ଏ ବିଷୟରେ ନଥିଲା। ତେଣୁକରି ଆମେ କେବେ ହେଲେ ମଧ୍ୟ ସେହି ଛାତ୍ର ଭଳି ଠକ ହେବା ନାହିଁ, ବାପା ମାଆଙ୍କୁ ଠକିବା ନାହିଁ। ବାପା ମା' ହେଲେ ଆମର ଚଳନ୍ତା ଠାକୁର, ସେହି ଭଗବାନଙ୍କୁ କେବେ ଠକିବା ନାହିଁ, ଆମେ ନିଜେ ଠକେଇ ହେବା। ତେଣୁକରି ହେ ଛାତ୍ରଗଣ, ପାଠ ପଢ଼ାରେ ମନ ଦିଅ। ବିଦ୍ୟା ଅଟଇ ମହାଧନ, ବାଳକୀ କର ଉପାର୍ଜନ।